ରଥଯାତ୍ରାରେ ଆପଣ ଘରେ ବନାନ୍ତୁ ପୁରୀ ଫେମସ୍ ଫେଣି ବା ଗଜା। ଆମ ସାଇଡ଼ରେ ତାକୁ କହନ୍ତି ଫେଣି। ତ ଏଭଳିଆ ଦେଖନ୍ତୁ ଆପଣଙ୍କର ଏମିତିଆ ଫେଣି ବନିବ, ପୁରା ଲେୟାର ହେଇଥିବ, ଆଉ ବାହାରଟା ଏକଦମ କ୍ରିସ୍ପି ଆଉ ଭିତରଟା ଜୁସି। ଦେଖନ୍ତୁ ମୁଁ ଆପଣଙ୍କୁ ଭାଙ୍ଗ କରିକି ଦେଖେଇଛି। ତ ଚାଲନ୍ତୁ ଦେଖିବା। ନମସ୍କାର ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଅନେକ ସ୍ୱାଗତ। ଏବେ ମୁଁ ଗୋଟେ କପ୍ ନେଇଛି, ଯେଉଁଥିରେ କି ମୁଁ 2 କପ୍ ମଇଦା ନେଇଛି, ଆଉ ସେଥିରେ ଟିକେ ଲୁଣ ଦେବେ, ଆଉ 3 ରୁ 4 ଟେବୁଲ ସ୍ପୁନ୍ ଆପଣ ଗୁଆ ଘିଅ ଦେବେ। ଘିଅ ଦେଲେ ଆପଣଙ୍କର ଟିକେ ଖାସ୍ତା ବନିବ, ତ ସେଥିପାଇଁ ଆପଣ ଘିଅ ଦିଅନ୍ତୁ। ଆଉ ଚକଟିଲେ ଏମିତି ହାତରେ ମୁଠା ହେଉଥିବ। ମୁଁ 1 କପ୍ ପାଣି ନେଇଛି, କିନ୍ତୁ ଅଳ୍ପ କରିକି ମୁଁ ଡୋଟା ବନାଉଛି। ତ ଦେଖନ୍ତୁ 1 କପ୍ ପୁରା ଲାଗିନି, ଆପଣଙ୍କୁ କହିବାକୁ ଗଲେ 3/4 ଭଳିଆ ଲାଗିଛି। ଆଉ ମୋର ଏତିକି ବଳିଛି, ଦେଖନ୍ତୁ ଏତିକି ବଳିଛି। ତ ଏବେ ଆପଣ ଗୋଟେ ଭଲ ଟାଇଟ୍ ଡୋଟେ ବନାନ୍ତୁ, ଏମିତି ରହିବ ସଫ୍ଟ ବାଲା। ତ ତାକୁ କଭର୍ ଦେଇକି ଆପଣ ରଖିଦିଅନ୍ତୁ 10 ମିନିଟ୍। ଏବେ ଗୋଟେ ବାଉଲ୍ ନେବା, ସେଥିରେ ଆମେ ଗୋଟେ ମିକ୍ସଚର୍ ବନେଇବା, ଯେଉଁଥିରେ କି ମୁଁ ନେଇଛି କର୍ଣ୍ଣଫ୍ଲୋର୍, ଗୋଟେ ଖାଇବା ଚାମଚରେ କର୍ଣ୍ଣଫ୍ଲୋର୍ 1 ଚାମଚ, ଆଉ ଅଧା ଚାମଚ ମଇଦା ନେଇଛି। ଆଉ ସେଥିରେ ଆପଣଙ୍କୁ 3 ଚାମଚ ଭଳିଆ ଗୁଆ ଘିଅ ଦେବେ, ମେଲ୍ଟେଡ଼୍ ଗୁଆ ଘିଅ। ଆଉ ମିକ୍ସଚର୍ଟା ଏଇଭଳିଆ ହେବ। ଏବେ ଆମେ କ'ଣ କରିବା ନା, ଯେଉଁ ଡୋଟା ବନେଇଥିଲେ ମଇଦାର, ସେଥିରୁ ଆମେ ଅଧା ରଖିବା, ଆଉ ଅଧା କଭର୍ ଦେଇକି ରଖିଦେବା। ଯେଉଁ ଅଧା ନେଇଛି ସେଥିରୁ ଆମେ ଏମିତି ବଲ୍ ଭଳିଆ ରୁଟି ସେପ୍ର ଏତିକିଟା ରଖିଦେବା। ଯେ ଭିତରେ ଆମେ ଏପଟେ ରୁଟି ବେଲିବା ଭିତରେ ଏପଟେ ଆମର ଚିନି ଶିରାଟା ବନେଇବା। ତ ଚିନି ଶିରା ପାଇଁ ମୁଁ ନେଇଛି 2 କପ୍ ପାଣି ଆଉ 1.5 କପ୍ ଚିନି, ଆଉ ବାସ୍ନା ପାଇଁ 3-4ଟା ଗୁଜୁରାତିକୁ ଏମିତି ଛେଚିକି ପକାଇ ଦେଇଛି। ତ ଆମର ସେପଟେ ଚିନି ଶିରା ଫୁଟୁଛି, ଏପଟେ ଆମେ ରୁଟିଟା ବେଲିବା। ମନେ ରଖିବେ, ଯେତେବେଳେ ଆପଣ ଏଇ ମଇଦାର ଯେଉଁ ରୁଟିଟା ବନାଉଛନ୍ତି, ସେଇଟାକୁ ଆପଣ କର୍ଣ୍ଣଫ୍ଲୋର୍ ଦେଇକି ଟିକେ ବେଲିବେ, ତାକି ଆମର ଫେଣିଟା ବହୁତ ହି କ୍ରିସ୍ପି ବନିବ ଆଉ ଖାସ୍ତା ଯେଉଁ ହେବ। ଏମିତି ଦେଖନ୍ତୁ କର୍ଣ୍ଣଫ୍ଲୋର୍ ଦେଲେ ଏଇଟା ହେଉଛି ସୁବିଧା ଆମର, ଯେଉଁ ଆମେ ଗୋଟେ ରୁଟି କରିକି ଯେଉଁ ରଖୁଛେ, କେହି କାହା ସହିତ ଲାଗିବେନି। ଦେଖନ୍ତୁ ମୁଁ ଏଠି ଗୋଟେ ବେଲିଲି, ତା ଉପରେ ଆଉ ଗୋଟେ ରଖିଦେଲି। ଆଉ ସେପ୍ଟା ସଦାବେଳେ ଦେଖିବେ ଟିକେ ଇକ୍ୱାଲ୍ ସାଇଜ୍ର ରହୁଥିବ, ମାନେ ଏମିତି ନାହିଁ କି ଗୋଟେ ବହୁତ ବଡ଼ ଗୋଟେ ବହୁତ ସାନ, ପାଖାପାଖି ସାଇଜ୍ର ହେଉଥିବ। ଏବେ ସବୁଯାକ ମୁଁ ରୁଟି ବେଲି ଦେଲି। ଦେଖନ୍ତୁ ରଖିବି ଥିଲି 6ଟା ନା 7ଟା। ଏବେ ଗୋଟେ କରିକି ତା ଉପରେ ଆମେ ଏଇ ମିକ୍ସଚର୍ଟାକୁ ଦେବା। ପ୍ରଥମେ ଗୋଟେ ରୁଟି ନେଲି, ତା ଉପରେ ମିକ୍ସଚର୍ଟାକୁ ଏମିତି ପୁରା ଲଗେଇଦେଲି। ତାପରେ ଆଉ ଗୋଟେ ରୁଟିକୁ ଆପଣ ପକାଇବେ। ଏବେ ପୁଣି ଆଉ ଥରେ ସେମ୍ ପ୍ରୋସିଜିଓର ରିପିଟ୍ କରିବେ। ଆଉ ଟିକେ ଆପଣ ଏମିତି ଦେଇଦେବେ ସେ ମିକ୍ସଚର୍କୁ, ତାପରେ ଆଉ ଗୋଟେ ରୁଟି ଆପଣ ଏମିତି ଦେଇଦେବେ। ବାସ୍ ଏମିତି କରି ଆପଣ 6ରୁ 7ଟା ରୁଟି ଆପଣଙ୍କୁ ଗୋଟେ ଥରକରେ କରିବାକୁ ପଡ଼ିବ। ଯେତେ ଲେୟାରିଂଟା ଅଧିକ ଦେଲେ ଆପଣଙ୍କର ଫେଣିଟା ଟିକେ ଭଲ ବନିବ। ତ ମିନିମମ୍ ଆପଣଙ୍କୁ 5ଟା ହିଁ ରଖିବେ। ଏପଟେ ଆମେ ଦେଖିବା ଆମର ଶିରାଟା ହେଲାଣି କି ନାହିଁ। ଶିରାଟା ଯେତେବେଳେ ଦେଖିବେ ନା ଆପଣ, ଏମିତି ଗୋଟେ ତାର ଆସୁଥିବ, ବେଶୀ ଚିପଚିପା ହେବନି, ଗୋଟେ ତାର ଆସିଲା ଭଳିଆ। ତ ଏବେ ଆମର ଚିନି ଶିରା ପୁରା ରେଡ଼ି ହେଇଯାଇଛି। ତାକୁ ଆମେ କଭର୍ ଦେଇକି ଟିକେ ସାଇଡ଼୍କୁ ନେଇଯିବା। ଏପଟେ ଯେଉଁ ରୁଟି ଗୁଡ଼ା ସବୁ ମୁଁ ମିଶାଇକି ରଖିଥିଲି, ତାକୁ ଟିକେ ହାଲକା ବେଲି ଦେବେ। ହାଲକା, ଜମା ପ୍ରେସ୍ କରିବେନି, ଟିକେ ହାଲକା ଜଷ୍ଟ ବେଲି ଦେବେ। ଆଉ ତାପରେ ଏମିତି ରୋଲ୍ ଭଳିଆ କରିବେ, ପୁରା ଟାଇଟ୍ଲି ରୋଲ୍ କରିବେ, ଜମା ହାଲକା ରଖିବେନି। ଏପଟେ ଯେତେ ଟାଇଟ୍ଲି କରିବେ ସେତେ ଆପଣଙ୍କ ପାଇଁ ଭଲ ହେବ। ଏମିତି ଚାରିଆଡ଼େ ପୁରା ନେଇ କରିବେ। ଆଉ ଲାଷ୍ଟକୁ ଯେଉଁ ମୋର ଟିକେ ବଳିଥିଲା ମିକ୍ସଚର୍ଟା, ସେଥିପାଇଁ ମୁଁ ଏଇଟା ମିଶାଇଦେଲି। ଯଦି ଆପଣଙ୍କ ପାଖରେ ନାହିଁ କିମ୍ବା ସରିଯାଇଛି, କିଛି ନାହିଁ, ଆପଣ ପାଣି ବି ଲଗାଇ ପାରିବେ, ତାକି ସିଏ ଲାଗିକି ରହିବାର ଅଛି। ଦେଖନ୍ତୁ ଏମିତି ରହିବ। ଯଦି କେଉଁଠି ବି ଆପଣଙ୍କୁ ଲାଗୁଛି ଟିକେ ହାଲକା ହେଇଯାଇଛି କିମ୍ବା ମଝିରେ ଟିକେ ଫାଙ୍କ ରହିଯାଉଛି, ତ ଆପଣ ପଛେ ଆଉ ଥରେ ଖୋଲିକି କରିବେ, କିନ୍ତୁ ଆପଣଙ୍କୁ ଟାଇଟ୍ଲି କରିବାକୁ ପଡ଼ିବ। ଏବେ ଆପଣଙ୍କୁ ଆପଣ ଯେଉଁ ସାଇଜ୍ ହିସାବରେ ଚାହୁଁଛନ୍ତି, ସେମିତିରେ ଆପଣଙ୍କୁ ଏମିତି ଟିକେ ଛୁରୀରେ କାଟିଦେବେ। ମୁଁ ନେଇଥିଲି ଟୋଟାଲ୍ 7ଟା ରୁଟି। 7ଟାରେ ମୋର ହେଲା 7ଟା, ମାନେ ଗୋଟେ ଭାଡ଼ିରେ ଯେଉଁ କଲି, ତାପରେ ଆଉ ଗୋଟେ ଟୋଟାଲ୍ ମୋର 17ଟାରୁ 18ଟା ହେଇଛି 2 କପ୍ରେ। ତ ଆପଣଙ୍କର ଆଉ ଗୋଟେ 2ଟା ଏକ୍ସଟ୍ରା ଏପଟ ସେପଟ ହେଇପାରେ, ଆପଣ ସାଇଜ୍ ଉପରେ ଡିପେଣ୍ଡ କରେ। ତ ଏମିତି ପ୍ରଥମେ 2ଟା ଫିଙ୍ଗରରେ ତାକୁ ଟିକେ ଏମିତି ପ୍ରେସ୍ କରିଦେବେ। ତାପରେ ଏମିତି ହାଲକା ବେଲଣାରେ ଟିକେ ବେଲିଦେବେ। ମଝି ପୋର୍ସନଟାକୁ ଟିକେ ରଖିବେ,
आगपट आउ ये पछपट दुई साइड को टिके हल्का बेलिबे आपण एमती कारण मझी पोर्शन टिके पेटा रहिबार अछि। तो एबे एमती करी करी आपण सबू माने सबू फेणी को आपण एमती करके बेली देबे आउ साइज टिके इक्वल साइज रा रखि नेबे। मोर भी तो कहवा को गले टिके आग पछ छोट बड़ हेची तो आपण टिके देखि करिवे। आ सांग माने जदि वीडियोटी भल लागु थाए प्लीज लाइक करिवे, शेयर करिवे, चैनल रे नुआ थिले सब्सक्राइब करबा को ढेर सारा अनुरोध। आउ एथर रथ यात्रा रे आपण निहाती भाबे बनांतु आउ मो सहित शेयर करंतु आपणकर एक्सपीरियंस। जदि आपण फर्स्ट टाइम भी बनौ थांदी ना ताले आपणकर भी परफेक्ट बनिबो। एबे मु आपनको गोटे देखौची केमती लेयरिंगटा हेची बोली देखंतु जना पडुची जे एमती आपनको जना पड़िबो एमती लेयर लेयर भलिया ताकि आपण जते तेल रे पकेइबे ना सेईडा सब लेयरटा फुली फुली जीवो आ फिटिबो। एमती नाइ कि तेल रे पकेइले फिटी जीवो किंतु सेटा फुली की जना पड़िबो आपनको। एमती एतिकी तेल गरम थिबो आपण पकेइबे आउ गैस रो फ्लेम पूरा आपणकर मीडियम ही रहिबो। जमारु भी हाई करिवेनी आउ जतेबेले गोटे साइड हेई जाउची सी ऑटोमेटिक ऊपर को उठी आसीबो। देखंतु एई भलिया ऊपर को उठी आसिले आउ जतिकी आपण चाहुचंती पकेया पई आपणकर तेल आउ कड़ई रो केतिकी साइज हिसाब रे आपण आउ बाकी पकेई परिबे। एंती देखंतु तेल रे गोटे भी मोर फिटेनी एई भलिया आपणकर रहिबो। आउ आर कलर चेंज होला पर्यंत आपणको एमती फ्राई करबा को पड़िबो। बेसी तो कलर आपण चेंज करिवेनी आपण तो जानि चंदी पूरी रे केमती बनौचंदी तो आपण को सेही शेप रो आउ सेही कलर आनिबा पई सेतिकी पर्यंत आपण को फ्राई करिया को पड़िबो। देखंतु वर्तमान मोर हेई गला एबे मु ताकू काढी देबे। देखंतु आपण देखिकी भी जानि परथुबे जे केते खास्ता बनिची। एई भले भाबरे हमरो फेणीटी रेडी हो गई। एबे ताकू आपन को एठी मु गोटे टिप्स कहबा पई चाहूची जत्ते बेले आपण एटा होची मोर सेकंड भाडी पकेइची जत्ते बेले आपण सिरा रे पकोउचंदी सिराटा हल्का गरम थिबो सेथि पई मु स्टार्टिंग रु सिरा न बनेई कि मु बनेइली जत्ते बेले आमे रुटीटा बेलुचे सेही समय रे ताकि मोर गरम रहबा मते दुई थर गरम करिया को पड़िबोनी। एबे देखंतु सेकंड भाडीटा एमतिया हेइथिबो आपण पकेइ देबे। मु जेतिकी चीनी सिरा नहीं मोर पूरा परफेक्ट बनी मोर किछि भी बलिनी। एमती चीनी सिरा रे टिके समय रखिदेबे आपण को मिनिमम 10 रु 15 मिनिट भलिया एमती बुड़ेकी रखिबे आउ एपट सपट करूथिबे टिके मझिरे मझिरे ताकि से तार से चीनी सिराटा पी जीवो। आ पूरा ठंडा हैला पर्यंत मिनिमम 3 रु 4 घंटा पर आपण जाईकी खाई परिबे। जदि केबे आपणकर मिठा खाइबा पई इच्छा होची ताले आपण घरे बनांतु आ एति पई बेसी समय भी लागेनी। ए देखंतु वर्तमान चीनी सिरा रो मु काढुची पूरा एमती बाहर कला बेले एमती टिके ठोपा ठोपा है कि आपणकर चीनी सिरा लागिवो। बस ताकू काढ़ी की गोटे जगह को नहीं जिवे जत्ते बेले आपण महाप्रभु को दउचंती गोटे तुलसी पत्र रखी कि आपण दे पारिबे। बस हे गला हमर पूरा माने जेतिकी मु बनेई थिली फेणी टोटल सबू चीनी सिरा रे हे गला। एबे हमर बनी गला पूरा पूरी स्टाइल फेणी। आपण बनांतु आपणकर भी एमतिया ही बनिबो जेमिति देखा जाउची लेयरिंग लेयरिंग ना तो आपण जते बेले खाउ भी चंती सेमती हेबो। देखा हबो नेक्स्ट वीडियो रे। रहुची नमस्कार जय जगन्नाथ।